ଜୟ ଜଗନ୍ନାଥ ବନ୍ଧୁଗଣ। ଅନୁରାଧାରୁ ବାହାରି ଜ୍ୟେଷ୍ଠା ନକ୍ଷତ୍ରରେ ପ୍ରବେଶ କଲେ ଚନ୍ଦ୍ରମା। ଏହି ତିନି ରାଶିମାନଙ୍କୁ ମିଳିବ ସଫଳତା। ଚନ୍ଦ୍ରଦେବ ବିଛା ରାଶିରେ ରହି ଅନୁରାଧା ନକ୍ଷତ୍ରକୁ ବାହାରି ଜ୍ୟେଷ୍ଠା ନକ୍ଷତ୍ରରେ ଗୋଚର କରୁଛନ୍ତି। ଆଜି ଦ୍ୱିପହର 1:11 ଚନ୍ଦ୍ରଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ହୋଇଛି। ବର୍ତ୍ତମାନ 9 ଜୁଲାଇ 2025ର ଭୋର 3:14 ଯାଏ ଚନ୍ଦ୍ରଦେବ ଜ୍ୟେଷ୍ଠା ନକ୍ଷତ୍ରରେ ରହିବେ। 9 ଜୁଲାଇ ବୁଧବାର ଦିନ ଚନ୍ଦ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ସହ ରାଶି ଗୋଚର ମଧ୍ୟ କରିବେ। ବନ୍ଧୁଗଣ, ଭିଡ଼ିଓଟିକୁ ପୁରା ଦେଖିବେ। ଯଦି ଆମର ଭିଡ଼ିଓରେ ନୂଆ ଥିବେ ତାହେଲେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଆସନ୍ତାକାଲି ଚନ୍ଦ୍ରଦେବ ଧନୁ ରାଶିରେ ଗୋଚର କରିବେ। ବନ୍ଧୁଗଣ, କର୍କଟ ରାଶିର ବ୍ୟକ୍ତିମାନଙ୍କ ଉପରେ ଚନ୍ଦ୍ର ଦେବତାଙ୍କର ବିଶେଷ ଆଶୀର୍ବାଦ ରହିଛି। କାରଣ ଏହା ଚନ୍ଦ୍ରଙ୍କ ପ୍ରିୟ ରାଶି ମଧ୍ୟରୁ ଅନ୍ୟତମ। କର୍କଟ ରାଶିର ବ୍ୟକ୍ତିମାନେ ସବୁଠାରୁ ଅଧିକ ଲାଭବାନ ହେବେ। ଯଦି ଆପଣ ଦୈନନ୍ଦିନ କାର୍ଯ୍ୟ ବ୍ୟତୀତ କିଛି ନୂଆ କରିବାକୁ ଯାଉଛନ୍ତି, ତେବେ ଆପଣଙ୍କୁ ଏଥିରୁ ଖୁସି ମିଳିବ। ବ୍ୟବସାୟୀମାନଙ୍କୁ କାମ ପାଇଁ ଏଣେତେଣେ ଦୌଡ଼ିବାକୁ ପଡ଼ିବ, କିନ୍ତୁ ସେମାନଙ୍କର କଠିନ ପରିଶ୍ରମ ନିଶ୍ଚିତ ଭାବରେ ଫଳପ୍ରଦ ହେବ। ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ହଠାତ୍ ଟଙ୍କା ମିଳିପାରେ। ବନ୍ଧୁଗଣ, ବିଛା ରାଶି ଯଦି ପରିବାରରେ ସମ୍ପତ୍ତିକୁ ନେଇ ବିବାଦ ରହିଛି, ତେବେ ଏହାର ଶୀଘ୍ର ସମାଧାନ ହେବ। ଯଦି ଆପଣଙ୍କର କୌଣସି ପ୍ରିୟ ଜିନିଷ ହଜିଯାଇଛି, ତେବେ ତାହା ପାଇବାର ସମ୍ଭାବନା ଅଛି। ବିବାହିତ ବ୍ୟକ୍ତିମାନେ ବନ୍ଧୁମାନଙ୍କ ସହିତ ମଜାଦାର ମୁହୂର୍ତ୍ତ ସେୟାର କରି ମାନସିକ ଶାନ୍ତି ପାଇବେ। ବ୍ୟବସାୟୀମାନେ ଏକ ନୂତନ ଡିଲ୍ରେ ସାଇନ୍ କରିବେ, ଯାହା ସଫଳ ହେଲେ ଭଲ ଲାଭ ହେବ। ବନ୍ଧୁଗଣ, ଚାକିରି କରୁଥିବା ଲୋକଙ୍କୁ ହଠାତ୍ ଧନ ମିଳିପାରେ, ଯାହା ଯୋଗୁଁ ସେମାନେ ସମୟ ମଧ୍ୟରେ ଋଣ ନେଇଥିବା ଟଙ୍କା ଫେରସ୍ତ କରିବେ। ବନ୍ଧୁଗଣ, କୁମ୍ଭ ରାଶି, କର୍କଟ ଏବଂ ବିଛା ରାଶି ବ୍ୟତୀତ କୁମ୍ଭ ରାଶିର ବ୍ୟକ୍ତିମାନଙ୍କୁ ମଧ୍ୟ ଚନ୍ଦ୍ରଦେବଙ୍କ କୃପାରୁ ଆଜି ହଠାତ୍ ଟଙ୍କା ମିଳିବ। ସୁନାରେ ନିବେଶ କରିବାର ଏହା ସଠିକ୍ ସମୟ। ଯେଉଁମାନେ ନୂତନ ଚାକିରି ଖୋଜୁଛନ୍ତି ସେମାନେ ଏକ ବିଶେଷ ବନ୍ଧୁଙ୍କ ସାହାଯ୍ୟରେ ଚାକିରି ପାଇବେ। ବନ୍ଧୁଗଣ, ଯୁବକମାନଙ୍କୁ ସେମାନଙ୍କ କ୍ୟାରିୟରରେ ଆଗକୁ ବଢ଼ିବାର ସୁଯୋଗ ମିଳିବ, ଯାହା ସଠିକ୍ ସମୟରେ ଲାଭ ଉଠାଇବା ଗୁରୁତ୍ୱପୂର୍ଣ୍ଣ। ଘର
ମୁଖିଆ ସନ୍ତୁଷ୍ଟ ହେବେ ଏବଂ ପରିବାରର ସଦସ୍ୟମାନଙ୍କୁ ଏକତ୍ର କରିବା ପାଇଁ କାମ କରିବେ। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଧନ୍ୟବାଦ।